View written Block 1 Unit 4 ଦୁର୍ଯ୍ୟୋଧନଙ୍କ ରକ୍ତନଦୀ ସନ୍ତରଣ ପ୍ରସଙ୍ଗ। ଦୁର୍ଯ୍ୟୋଧନଙ୍କ ରକ୍ତନଦୀ ସନ୍ତରଣ ପ୍ରସଙ୍ଗ କେଉଁ ପର୍ବରେ ବର୍ଣ୍ଣିତ? ଗଦା ପର୍ବ। କାହାର ଶୁଭ ଭାସି ଆସୁଥିବାର ଦେଖି ଦୁର୍ଯ୍ୟୋଧନ ମନରେ ଆଶା ସଞ୍ଚାର ହୋଇଛି ଦୁଃଶାସନ। କାହାର ଶବ ଦିନକାଳ ଗଭୀରକୁ ବୁଡ଼ି ଯାଇଛି ଦୁଃଶାସନ। ଦୁର୍ଯ୍ୟୋଧନ କାହାର ଶବରେ ରକ୍ତନଦୀ ପାରି ହୋଇଥିଲେ? ପୁତ୍ର ଲକ୍ଷ୍ମଣ କୁମାର। ଓଡ଼ିଆ ସାହିତ୍ୟର ଆଦିପର୍ବର ଗ୍ରନ୍ଥଟି କାହାର? ସୁରେନ୍ଦ୍ର ମହାନ୍ତି। ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନାବଳୀ। ଦୁର୍ଯ୍ୟୋଧନଙ୍କ ରକ୍ତନଦୀ ସନ୍ତରଣ କେଉଁ ପର୍ବରେ ବର୍ଣ୍ଣିତ ହୋଇଛି? ଦୁର୍ଯ୍ୟୋଧନଙ୍କ ରକ୍ତନଦୀ ସନ୍ତରଣ ଗଦା ପର୍ବରେ ବର୍ଣ୍ଣିତ ହୋଇଛି। କାହାର ଶବ ଉପରେ ଦୁର୍ଯ୍ୟୋଧନ ରକ୍ତନଦୀ ଅତିକ୍ରମ କରିଥିଲେ? ପୁତ୍ର ଲକ୍ଷ୍ମଣ କୁମାରଙ୍କର ଶବ ଉପରେ ଦୁର୍ଯ୍ୟୋଧନ ରକ୍ତନଦୀ ଅତିକ୍ରମ କରିଥିଲେ। କାହାର ଶରୀର ବାଳ ଅର୍କ ପରି ଦେଖାଯାଉଥିଲା? କନ୍ନରର ଶରୀର ବାଳ ଅର୍କ ପରି ଦେଖାଯାଉଥିଲା। ଦୁଃଶାସନର କେଉଁ ଗୁଣଗୁଡ଼ିକ ଦୁର୍ଯ୍ୟୋଧନ ସ୍ମରଣ କରିଥିଲେ? ଦୁଃଶାସନର ବୀରପଣ, ଶୌର୍ଯ୍ୟ, ବୀର୍ଯ୍ୟ, ପରାକାଷ୍ଠା ଗୁଣକୁ ଦୁର୍ଯ୍ୟୋଧନ ସ୍ମରଣ କରିଥିଲେ। ଲକ୍ଷ୍ମଣ କୁମାର କିଏ? ଲକ୍ଷ୍ମଣ କୁମାର ହେଉଛନ୍ତି ଦୁର୍ଯ୍ୟୋଧନଙ୍କ ପୁତ୍ର।